ଝିଅଟିଏ ଜନ୍ମ ହେବା କ'ଣ ଭୁଲ? ଏଇ କିଛି ଦିନ ତଳର କଥା। ମୋ ନଣନ୍ଦ ଗର୍ଭବତୀ ହୋଇ ଘରକୁ ଆସିଥିଲେ। ସାଦଖିଆ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ହୋଇଥିଲା। କିନ୍ତୁ ନଣନ୍ଦଙ୍କୁ ମୁଁ କେଜାଣି କାହିଁକି ହତାଶ ଦେଖୁଥିଲି। ଭାବୁଥିଲି ବୋଧେ ଛୁଆ ଜନ୍ମର ହେବା ସମୟ ନିକଟବର୍ତ୍ତୀ ହୋଇ ଆସୁଛି। ସେଥିଯୋଗୁ ସେ ସେପରି ବ୍ୟସ୍ତ ଅଛନ୍ତି। କିଛି ଦିନ ପରେ ତାଙ୍କ ଶୁଖିଲା ଶୁଖିଲା ମୁହଁ ଦେଖି ମୁଁ ଆଉ ରହିପାରିଲିନି। ସନ୍ଧ୍ୟା ସମୟରେ ବସି ଚା ପିଉ ପିଉ ପଚାରିଲି, ରିତୁ, ସବୁ ଠିକ୍ ତ? କାହିଁକି ଏତେ ଦୁଃଖୀ ଜଣାପଡ଼ୁଛ? କିଛି ଅସୁବିଧା ଅଛି ଯଦି କହୁନ। କହିବି କହିବିନିର ଦୋଦପାଞ୍ଜା ଭିତରେ ସେ କହିଲେ, 8 ମାସ ପୂରିବାକୁ ବସିଲାଣି। ହେଲେ ପୁଣି କ'ଣ? ହେଲେ କେହି ଝିଅଟିଏ ହେଉ ବୋଲି ଆଶୀର୍ବାଦ ଦେଲେନି ଯେ। ସବୁ ଖାଲି ପୁଅ ପୁଅ ହଉଛନ୍ତି। ଯଦି ମୋର ପୁଅ ନ ହୋଇ ଝିଅଟିଏ ହେଲା ତେବେ? ସେତିକି ଶୁଣି ମୋ ନଣନ୍ଦେଇ କୋଉଠି ଥିଲେ କେଜାଣି ଆସି କହିଲେ, ତେବେ ପୁଣି କ'ଣ? ଭଲ ହେବ, ଝିଅଟେ ହେବ। ଏ କଥା ଶୁଣି ନଣନ୍ଦ ପୁଣି କହିଲେ, ହେଲେ ସମ୍ପର୍କୀୟ ବନ୍ଧୁ ପରିଜନ ସବୁ କହୁଥିଲେ ପୁଅଟିଏ ହେଲେ ବଂଶ ଆଗକୁ ବଢ଼େଇବ ବୋଲି। ନଣନ୍ଦେଇ ଏଇ କଥା ଶୁଣି ପ୍ରଥମେ ହସିଲେ ଏବଂ କହିଲେ, ମୁଁ କୋଉ ରାଜା ମହାରାଜା ହୋଇଛି ଯେ ମୋ ବଂଶ ଆଗକୁ ନ ବଢ଼ିଲେ ମୋ ରାଜ୍ୟ ଧ୍ୱଂସ ହୋଇଯିବ। ମତେ ତ ତମ ପରି ଝିଅଟିଏ ହିଁ ଦରକାର। ନା କ'ଣ କହୁଛ ଭାଉଜ? ନଣନ୍ଦେଇଙ୍କ କଥା ଶୁଣି ଭାଉଜ ଖୁସି ହୋଇ କହିଲେ, ତମ ପରି ଭାବନା ସମସ୍ତଙ୍କର ରହିବା ଦରକାର। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ମୋ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।